କଣ ତୁ ବଡ ହେଇଛୁ ବୋଲି କଣ ତୋ ମନ ଇଚ୍ଛା ସବୁ କରିବୁ? ହଁ ଯଦି ଜମି ବିକିବାର ଥିଲା ତାହେଲେ ଆମକୁ ତ ଥରେ ପଚାରି ପାରିଥାନ୍ତ ନା ନାଇଁ? ନା ତୋ ମନ ତୁ ସବୁ ଜମି ବିକି ଦବୁ? ଆରେ ମୋ କଥା ତ ଟିକେ ଶୁଣୁ। ତୋ କଥା କାଇଁ ମୁଁ ଶୁଣିବି? ଆମେ କଣ ତୋ ରକ୍ତର କି ତୁ ଆମକୁ ପଚାରିବୁ? ଆମେ ତ ସାବତ ଭାଇ ବୋଲି ତୁ ଏମିତି କରୁଛୁ। ଆରେ ଲିଟୁନ ଟିକେ ଶୁଣୁ ମୋ କଥା। ଏଟା ନୁହେଁ ତୋ ଭାଇନାରେ ତୁ କେସ୍ କରିଦେ। ଆଜିକାଲି ଯେମିତି ଦୁନିଆ ହେଲାଣି ତତେ କିଛି ମିଳିବନି। ଲିଟୁନୁ ତୁ ତ ଭାଇକି ଯେମିତି ଭାବୁଛୁ ସେମିତି ନୁହଁ ରେ। ଆଉ ସେ କେମିତି? ମୁଁ ମାନେ ନିଜ ଆଖିରେ ଦେଖି ତମେ ଦି ଜଣ କଥା ହଉଥିଲ। ରୁଦ୍ର ଭାଇ ମୁଁ ଭାବୁଛି ମୋ ଜମି ଅଧା ବିକିଦେବି। ମୁଁ ମାନୁଛି ଆମେ ଜମି କିଣା ବିକା ଉପରେ କଥା ହେଇଥିଲୁ। ତୁ ଆସିଲା ପରେ ଆମେ କଣ କଥା ହେଇଥିଲୁ ତୁ ଜାଣିଛୁ? ରୁଦ୍ର ମୁଁ ଭାବୁଛି ମୋ ଜମିରୁ ଅଧା ବିକିଦେବି। କଣ ପାଇଁ? ଆମ ସାନ ଟୋକାଟା କହୁଥିଲା କଣ ପାଠ ପଢିବ କିନ୍ତୁ ମୋ ପାଖରେ ପଇସା ନାହିଁ। ସେଇ ଜମି ବିକିକି ପଇସା ଆଣିବ। ଭାଇ ସେ ତମ ସାବତ ଭାଇ, ତମେ ତା ପାଇଁ ତମ ନିଜ ଜମିଟା କାଇଁ ବିକିଲ? ତାଙ୍କ ଗଲା ପୂର୍ବରୁ କହିକି ଯାଇଥିଲେ ଯେ ତାଙ୍କର ଯତ୍ନ ନେବୁ। ଆଉ ମୁଁ ବି ଏବେ ମୋ କର୍ତ୍ତବ୍ୟ କରୁଛି। ଆଉ ମୁଁ ବି ତାଙ୍କୁ କେବେ ମୋ ସାବତ ଭାଇ ଭଳିଆ ଭାବିଥାଏ। ଭାଇ ଆମର ଭୁଲ ହେଇଯାଇଛି, ଆମକୁ କ୍ଷମା କରିଦିଅ। ଆମେ ଜାଣିନଥିଲୁ ତମେ ଆମର ଭଲ ଚିନ୍ତା କରୁଛ ବୋଲି। ସେ ସାବତ ଭାଇ ହଉ କି ନିଜ ଭାଇ ହଉ, ଭାଇ ତ ଭାଇ ନା। ଭାଇର ଭଲ ପାଇବା କେବେ ବି କମ ହବନି।